ସାଙ୍ଗମାନେ ଆଜି ଆମେ ବନେଇବା ଭେଜ୍ ଚାଉମିନ୍। ଦେଖ ମୁଁ ଚାଉମିନ୍ ନେଇଯାଇଛି, ଚାଉମିନ୍ ମସଲା, ଚିକେନ୍ ମସଲା, ଏଠି ଗାଜର, ବିଟ୍, କଟା ପିଆଜ, ଏଠି ବନ୍ଧାକୋବି, କଟା ବନ୍ଧାକୋବି, କ୍ୟାପ୍ସିକମ୍, ବିନ୍ ଛୁଇଁ, ଏଠି ଗ୍ରୀନ୍ ମଟର, କଞ୍ଚା ମଟର, ଆଉ କଞ୍ଚା ଲଙ୍କା, ଆଉ ଲୁଣ, ଆଉ ତେଲ। ୟାକୁ ଆମେ କ'ଣ କରିବା, ଭେଜ୍ ଚାଉମିନ୍ ବନେଇବା। ଆଉ କିଛି ପାଣି। ଦେଖ ମୁଁ ଚୁଲ୍ହି ଲଗାଇ ଦେଇଛି। ଏବେ ଆମେ କ'ଣ କରିବା, କଡ଼େଇରେ ପାଣି ଗରମ କରିବା। ପାଣି ଗରମ ହେଇଗଲା ପରେ ଚାଉମିନ୍କି ଆମେ କ'ଣ କରିବା, ତା ଦେହରେ ସିଝେଇବା। ଟିକେ ଖାଲି ଲୁଣ ଆଉ ତେଲ ଟିକେ ଦେଇଦେବା। ପାଣିରେ ଏବେ ଆମେ କ'ଣ କରିବା, ହାଲକା ଟିକେ ଲୁଣ, 2 ଠୋପା ଖଣ୍ଡେ ତେଲ ଦେଇଦେବା। ଦେଖନ୍ତୁ ଆମର ପାଣି ତାତିଗଲାଣି। ଏବେ ଆମେ କ'ଣ କରିବା, ଯେଉଁ ଚାଉମିନ୍ ରଖିଛେ ତାକୁ ଏବେ ଆମେ ତା ଦେହରେ ପକାଇବା, ସିଝେଇବା। ଦେଖନ୍ତୁ ଆମର ଫୁଟିଗଲାଣି। ଆପଣମାନେ କ'ଣ କରିବେ, ୟାକୁ ଭାଙ୍ଗିକିନା ଦେଖିବେ, ହାତରେ ଏମିତି ସିଝିଛି କି ନାହିଁ ଦେଖିବେ ହେଲା। ଆଉ ଟିକେ ଟିକେ ହେଇଗଲେ ଆମେ କ'ଣ କରିବା, ତାକୁ ବାହାର କରିଦେବା। ଦେଖନ୍ତୁ ଆମର ହେଇଗଲା। ଏବେ ଆମେ କ'ଣ କରିବା, ତାକୁ ଗୋଟେ ଜାଗାକୁ ବାହାର କରିଦେବା। ଆପଣ ଷ୍ଟେନର୍ରେ ଛାଣିପାରିବେ, ମୁଁ ଏମିତି ବାହାର କରିଦେଉଛି ଆଉ। ଦେଖନ୍ତୁ ମୁଁ ସବୁ ଯାକ ବାହାର କରିଦେଇଛି। ଏବେ ଆମେ କ'ଣ କରିବା, ତେଲ ପକାଇକିନା ପ୍ରସ୍ତୁତ କରିବା ଆଉ। ଦେଖନ୍ତୁ ମୋ କଡ଼େଇ ତାତିଗଲା। ମୁଁ ଏବେ କ'ଣ କରିବି, ରିଫାଇନ୍ ତେଲ ଦେଇଦେଉଛି। ତେଲ ଗରମ ହେଇଗଲେ ଆମେ କ'ଣ କରିବା, ଫାଷ୍ଟ କଞ୍ଚା ଲଙ୍କା, ଏବେ ଆମେ କ'ଣ କରିବା, କାଟିକିନା ରଖିଥିବା ପିଆଜକୁ ଦେଇଦେବା। ପିଆଜ ଦେହରେ ଆମେ କ'ଣ କରିବା, ଲୁଣ ପକାଇଦେବା। ଯେତିକି ଆମର ଦରକାର ସେ ଅନୁସାରେ ଲୁଣ ପକାଇଦେବା। ପିଆଜକୁ ବେଶୀ ଲାଲ କରିବେନି। ଏବେ ଆମେ କ'ଣ କରିବା, ସେଥିରେ କାଟିକିନା ରଖିଥିବା ବିନ୍ସ ଛୁଇଁ ପକାଇଦେବା। ଏବେ ଆମେ କ'ଣ କରିବା, ସେଥିରେ କାଟିକିନା ରଖିଥିବା ଗାଜରକୁ ପକାଇଦେବା। ଏବେ କ'ଣ କରିବା, ବନ୍ଧାକୋବିକି ପକାଇଦେବା। ଆପଣ ଭାଗ ମାପ ହିସାବରେ ନେବେ, କେତିକି ଚାଉମିନ୍ କରୁଛନ୍ତି ସେ ହିସାବରେ କୋବି, ଗାଜର, ବିଟ୍, କ୍ୟାପ୍ସିକମ୍ ଯାହା ନେବା କଥା ଭାଗ ମାପ ହିସାବରେ ପକାଇବା।
ଏବେ ଆମେ କ'ଣ କରିବା କାଟିନା ରଖିଥିବା ଗ୍ରୀନ୍ ମଟର ଆଉ କ୍ୟାପ୍ସିକମ୍ ପକାଇଦେବା। ତାପରେ କ'ଣ କରିବା ବିଟ୍ ମୁଁ କାଟିନା ରଖିଛି ବିଟ୍ ପକାଇ ଦେଉଛି। ଆମେ ତାକୁ କ'ଣ କରିବା କିଛି ସମୟ କଭର କରିଦେବା। ବିଟ୍ଟା ଅପସନାଲ୍ ଅଛି, ଆପଣ ପକାଇ ପାରିବେ ନ ପକାଇ ପାରିବେ, କିନ୍ତୁ ମୁଁ ପକାଇଛି, ଆପଣ ଚାହିଁଲେ ପକାଇବେ ନହେଲେ ପକାଇ ପାରିବେନି। ମୁଁ ଟମାଟୋ ବି ପକାଇଥାନ୍ତି, ଯେହେତୁ ମୁଁ ଟିକେ ଖଟା ଜିନିଷ ଖାଇବିନି ଟମାଟୋ ମୁଁ ପକାଉନି, ଖାଲି କେବଳ ଚିଲି ସସ୍ ଦେବି। ଏବେ ଆମେ କ'ଣ କରିବା ଏଠାରେ ଚିକେନ୍ ମସଲାଟା ପକାଇଦେବା। ଦେଖନ୍ତୁ ମୋର ପରିବା ପ୍ରାୟତଃ 50% ସିଝିଗଲାଣି, ବେଶୀ ସିଝିବା କ'ଣ ଦରକାର। ଏବେ ଆମେ କ'ଣ କରିବା ସେଥିରେ ଚାଉମିନ ମସଲା ପକାଇଦେବା। ଚାଉମିନ ମସଲା ପକାଇ ଦେଇଛି। ଏବେ କ'ଣ କରିବା ଆମେ ଲାଇଲନ୍ର ଚିଲି ସସ୍ ପକାଇଦେବା। ଆଉ ଟମାଟୋ ସସ୍ ମୁଁ ପକାଇବିନି, ଆପଣ ପକାଇ ପାରିବେ। ମୁଁ ଯେହେତୁ ଟମାଟୋ ଖାଇବିନି ଟମାଟୋ ସସ୍ ମୁଁ ପକାଉନି। ଏବେ ଆମେ କ'ଣ କରିବା ସିଝେଇକିନା ରଖିଥିବା ଚାଉମିନକି ପକାଇଦେବା। ପ୍ରସ୍ତୁତ ହେଇଗଲା ଆମର ଭେଜ୍ ଚାଉମିନ, ଭେଜିଟେବୁଲ୍ ଚାଉମିନ। ଦେଖନ୍ତୁ ମୋର ପ୍ରସ୍ତୁତ ହୋଇଗଲା ଭେଜିଟେବୁଲ୍ ଚାଉମିନ୍। ଯଦି ଆପଣମାନଙ୍କୁ ମୋ ରେସିପିଟି ଭଲ ଲାଗେ